हेलो सांग मैंने बर्निंग डी क्लास आउ एक वीडियो को आपण मानक स्वागत। आज वीडियो रे आम एक ओडिया एसे को लिखा। तो चलतु विलंब न कर वीडियो को स्टार्ट करवा। तुम्हें देखिथिबा दर्शनीय स्थान सुंदर प्रकृति, सुनील पहाड़, सुरम्य मंदिर और सुगभीर सागर शोभित ओडिशा हेउछि नैसर्गिक सौंदर्यर गंताघर। ଏହି ରଙ୍ଗଭୂମି ଉତ୍କଳର ରଙ୍ଗୀନ ମାନଚିତ୍ରରେ ରହିଛି ଅନେକ ଦର୍ଶନୀୟ ସ୍ଥାନ। ସେହି ସବୁ ଦର୍ଶନୀୟ ସ୍ଥାନ ଗୁଡ଼ିକରେ ଆବହମାନ କାଳରୁ ପରିଦର୍ଶକ, କବି, ଗବେଷକ ଓ ପ୍ରକୃତି ଉପାସକ ଧାଡ଼ି ଲଗାଇଛନ୍ତି। ଆଧୁନିକ ଜଗତରେ ଉତ୍କଳର ଇତିହାସକୁ ଗୌରବମୟ କରିଥିବା ଏବଂ ସମଗ୍ର ଜଗତର ଦୃଷ୍ଟିକୁ ଆକର୍ଷଣ କରି ଅସଂଖ୍ୟ ଜନତାର ହୃଦୟକୁ ଭାବବିହ୍ୱଳ କରିଥିବା ଶ୍ରୀକ୍ଷେତ୍ର ସଂସିତ ପ୍ରବନ୍ଧର ଉପଜୀବ୍ୟ ଅଟେ। ମର୍ତ୍ତ୍ୟପୁରରେ ସ୍ୱର୍ଗର ଲହରୀ ଖେଳାଇ ଜଗତର ନାଥ ଜଗନ୍ନାଥ ଉତ୍କଳର ସ୍ୱର୍ଗପୁରୀ ବୋଲାଉଥିବା ପୁରୀ ଜିଲ୍ଲାରେ ବିରାଜମାନ କରିଛନ୍ତି। ଭକତ ବତ୍ସଳ ପ୍ରଭୁ ଜଗନ୍ନାଥ ଯେଉଁ ମନ୍ଦିରରେ ପୂଜା ପାଉଛନ୍ତି ତାହା ଶ୍ରୀମନ୍ଦିର ଅଟେ। ଏଠାରେ ପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ମା ଲକ୍ଷ୍ମୀଙ୍କ ସହ ବାସ କରୁଛନ୍ତି। ଅଧାଗଢ଼ା ପ୍ରଭୁ ଜଗନ୍ନାଥ ଚକା ନୟନରେ ଦୁଃଖୀର ଦୁଃଖକୁ ଅପସାରି ନେବା ପାଇଁ ଅନାଇ ବସିଛନ୍ତି। ଜଗନ୍ନାଥଙ୍କ ମହାପ୍ରସାଦକୁ ଆଚଣ୍ଡାଳ ଠାରୁ ଆରମ୍ଭ କରି ବ୍ରାହ୍ମଣ ପର୍ଯ୍ୟନ୍ତ ଏକତ୍ର ବସି ସେବନ କରନ୍ତି। ପ୍ରଭୁଙ୍କ ରଥଯାତ୍ରା ବିଶ୍ୱବିଦିତ। ଭଗବାନଙ୍କୁ ନିକଟରେ ପାଇ ଭକ୍ତଙ୍କ ମନରେ କ୍ରନ୍ଦନର ଉର୍ମି ଉଠେ। ତେଣୁ କୁହାଯାଇପାରେ, କା ନେତୁ ଲୋତକ ବହେ ଥକ ଥକ କେହି ନାଚେ ଗୀତେ ଗାଇକି, ଜଗମୋହନିଆ ଜଗତର ବନ୍ଧୁ ଲଗାଇଛି ପ୍ରେମ ବାଇକି। ମୁଁ ଶ୍ରୀକ୍ଷେତ୍ର ଧାମକୁ ଗତ 4 ତାରିଖ ଦିନ ମୋ ପରିବାର ସହ ଯାଇଥିଲି। ସେଠାରେ ପହଞ୍ଚି ସକାଳୁ ସକାଳୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ବାହାରିଗଲୁ। ମନ୍ଦିର ସମ୍ମୁଖରେ ଅରୁଣ ସ୍ତମ୍ଭ, ମନ୍ଦିର ଉପରେ ନୀଳଚକ୍ର ବିଦ୍ୟମାନ ଓ ପତିତପାବନ ବାନା ଉଡ଼ି ଭକ୍ତଙ୍କ ମନରେ ଭକ୍ତିର ଲହରୀ ସୃଷ୍ଟି କରୁଥିଲା। ମନ୍ଦିରର 22 ପାହାଚ ଦେଇ ଆମେ ମନ୍ଦିର ଭିତରକୁ ପ୍ରବେଶ କଲୁ। ମନ୍ଦିର ବେଢ଼ାରେ ଥିବା କଳ୍ପବଟ, ମୁକ୍ତିମଣ୍ଡପ, ରୋହିଣୀକୁଣ୍ଡ, ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର, ସରସ୍ୱତୀ ମନ୍ଦିର, କାଞ୍ଚି ଗଣେଶ ମନ୍ଦିର ଓ ଶିବ ମନ୍ଦିର ଆଦି ବୁଲି ଜଗନ୍ନାଥଙ୍କୁ ଦର୍ଶନ କଲୁ। ଜଗନ୍ନାଥଙ୍କୁ ଦର୍ଶନ କରି ଗୁହାରି ଜଣାଇଲୁ। ମନ୍ଦିର ଦର୍ଶନ ସାରି ଆମେ ଆନନ୍ଦ ବଜାରରେ ପ୍ରବେଶ କଲୁ। ଆନନ୍ଦ ବଜାରରେ ଜାତିର ଭେଦଭାବ ନାହିଁ। ସମସ୍ତଙ୍କ ପରି ଆମେ ମଧ୍ୟ ସେଠାରେ ପ୍ରସାଦ ସେବନ କଲୁ। ଆନନ୍ଦ ବଜାରକୁ ଫେରି ଆମେ ସମୁଦ୍ର ବେଳାଭୂମିକୁ ବୁଲିବାକୁ ଯାଇଥିଲୁ। ସେଠାରେ ଜନସମୁଦ୍ର ଦେଖାଯାଉଥିଲା। ସମୁଦ୍ର କୂଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ହୃଦୟ ଉତ୍ଫୁଲ୍ଲିତ ହୋଇ ଉଠୁଥିଲା। ପୁରୀର ବେଳାଭୂମିରେ ଖାଇବା ଜିନିଷ ସହିତ ନାନାଦି ସାମଗ୍ରୀ ଓ ଖେଳନା ବିକ୍ରୟ ହେଉଥିଲା। ସେଠାରେ ବାଲୁକା ଶିଳ୍ପର କୃତିକୁ ଦେଖି ମନ ମୁଗ୍ଧକର ଲାଗୁଥିଲା। ଦର୍ଶନୀୟ ସ୍ଥାନ ଭ୍ରମଣ କଲେ ଅନେକ ଶିକ୍ଷଣୀୟ କଥା ଜାଣିବାକୁ ମିଳେ। ଆମେ ଆମ ସଂସ୍କୃତି ଓ ପରମ୍ପରାର ଐତିହ୍ୟ ରାଜି ଗୁଡ଼ିକୁ ଦେଖିଲେ ଆମ ରାଜ୍ୟ କେତେ ମହାନ ତାହା ହୃଦୟଙ୍ଗମ ହୁଏ। ମୁଁ ପୁରୀ ଧାମ ଦର୍ଶନ କରି ଅନେକ କଥା ଜାଣିବାକୁ ପାଇଲି। ପୁରୀର ଜଗନ୍ନାଥ ମନ୍ଦିର କୀର୍ତ୍ତିରାଜି ଦେଖି ମୋତେ ଗର୍ବ ଅନୁଭବ ହେଲା। ବାସ୍ତବରେ ଶ୍ରୀକ୍ଷେତ୍ର ଧାମକୁ ପୃଥିବୀ ପୃଷ୍ଠରେ ନୈସର୍ଗିକ ସ୍ୱର୍ଗପୁରୀ ବୋଲି ବର୍ଣ୍ଣନା କଲେ ଅତ୍ୟୁକ୍ତି ହେବ ନାହିଁ।